मौसा पड़ी जीव जे जो खरा होईछि ना तमे तो बुढ़ा मनीष ए ताती रे बाहरी नथिले कोन चली नथंता कौन करिबि रे बा दुखी लोक समस्त सीना मते छाड़ी चली गले हेले हेले नियानो का पेट खंड कत अछि। हाँ मौसा सबु कपाल काहा करम को खीरी खीरीसा काहा करम को लडू काहा करम को खारिया खड़ा चोबेई चोबेई मरु तमे दही टिके पियो मौसा आत्मा शांति हो जिवो। ना रे माँ पाखरे कौड़ी काईचे दही पीबी पेज तोराड़ी सात सपन से पुणी करिब भूरी भोजन। कौड़ी तुमको किए मागुची मो मौसा कौड़ी कौन स्वर्ग को नब तमे दही पी लो पियो। ओहो जीवनटा रहीगला रे माँ माँ जगन्नाथ तोर मंगल करंतु मो कल्याण करुछि तो इच्छा पूरण हेउ। कौन कौन कहलो मौसा जगन्नाथ मोर इच्छा पूरण करिवे सते एड़े भाग्य हबो तुम तुंड सुतुंड हो मौसा अनेक दिनरु आशा करिछि। जगन्नाथ कोटि के दही पियांते काने पड़तरे तांको बिंसी दियंती। जगन्नाथ कोटि के दही पियांते काने पड़तरे तांको बिंसी दियंती। मोर साहा के नाही साहा जगत साई जीव जाऊ तो पादरे ए मिनती। महाराज कलिंग सम्राट पुरुषोत्तम देवन को दूत आपन को दर्शन अपेक्षा रे। कलिंगर दूत आसीबा को दियो। आज बैशाख शुक्ल पक्ष त्रयोदशी आज दिन में उत्कल दूतर आगमन एक शुभ सूचना परी मन हुए। उत्कलर गजपति महाराज श्री श्री पुरुषोत्तम देवंक कांची नरेश को अभिवादन प्रभुंकर पत्र श्री छामुरे अर्पण करुछि। शुणुछ महामंत्री पद्मावतीर विवाह दिन निर्घंट करने को उत्कलर राजा पत्र देइछि। असंभव ए विवाह ही पारे ना। पुरुषोत्तम रे स्वप्न केवल स्वप्न रे रही जीव सिना साकार ही परिबो नाही। आपण निजे तो प्रस्ताव उपस्थापन करथिले प्रभु जगन्नाथ के सम्मुख रे वचनबद्ध होइथिले। हाँ
ହଁ ମହାରାଜ, ମୁଁ ଯେତେ ଦୂର ଜାଣେ ଶୌର୍ଯ୍ୟ ବୀର୍ଯ୍ୟ ସୌନ୍ଦର୍ଯ୍ୟ ପରାକ୍ରମରେ ସମ୍ରାଟ ପୁରୁଷୋତ୍ତମ ଦେବ ଅତୁଳନୀୟ। ନିଃସନ୍ଦେହରେ। କିନ୍ତୁ ଗୁଣ୍ଡିଚା ଦିନ ଲକ୍ଷ ଲକ୍ଷ ଜନତା ପ୍ରଜା ପାଠକ ପର୍ଯ୍ୟଟକଙ୍କ ସମ୍ମୁଖରେ ଯିଏ ସ୍ୱହସ୍ତରେ ସମାର୍ଜନୀ ଧରି ରଥ ପରିଷ୍କାର କରେ, ରାଜା ହୋଇ ଏକ ଘୃଣିତ ହୀନ କାର୍ଯ୍ୟ କରିବାରେ କୁଣ୍ଠାବୋଧ କରେ ନାହିଁ, সেই ଦୁର୍ବଳ ବ୍ୟକ୍ତିତ୍ୱ ନିଜ ଚଣ୍ଡାଳ ହସ୍ତରେ ମୁଁ ମୋର କନ୍ୟାକୁ ସମର୍ପଣ କରିପାରିବି ନାହିଁ। ଏ କ'ଣ କହୁଛନ୍ତି ମହାରାଜ? ଯେଉଁ ପଦ ସେବା କରି ଦେବଗଣ କୃତାର୍ଥ ମଣନ୍ତି ସେ ସେବା କ'ଣ ହୀନ କାର୍ଯ୍ୟ? ମନେ ରଖ ଦୂତ, ଯେଉଁଠାରେ ଏକ ରାଜାର ଅଭିମାନ, ରାଜକୀୟ ଆଭିଜାତ୍ୟର ପ୍ରଶ୍ନ, ସେଠାରେ ଶାସ୍ତ୍ର ବାକ୍ୟ ନିରର୍ଥକ। ମହାରାଜ, ଏ ସୌଭାଗ୍ୟ କେବଳ ବିଶ୍ୱରେ ଜଣଙ୍କର ଅଛି। ସେ ହେଉଛନ୍ତି ଉତ୍କଳର ଗଜପତି। କୋଟି କୋଟି ଜନ୍ମ ତପସ୍ୟାର ପୁଣ୍ୟ ଫଳରେ ସେ ଏହି ମହାର୍ଘ ସେବାର ଅଧିକାରୀ। ଏ କେବଳ ଦୁର୍ବଳ ତନ୍ତ୍ରୀର ଏକ ପରିଭାଷା ମହାମନ୍ତ୍ରୀ। ରାଜା କେବଳ ଅଧିକାର ସାବ୍ୟସ୍ତ କରିପାରେ ନିଜର ଶକ୍ତି ସାମର୍ଥ୍ୟ ଆଉ ବିଚକ୍ଷଣତା ପାଇଁ, ବିଗଳିତ ଆତ୍ମସମର୍ପଣରେ ନୁହେଁ। ମହାରାଜ, ଉତ୍କଳର ଗଜପତିଙ୍କୁ ଚଣ୍ଡାଳ ବୋଲି କହି ଆପଣ କେବଳ ଉତ୍କଳ ରାଜ ସିଂହାସନକୁ ଅପମାନିତ କରୁନାହାନ୍ତି ଛାମୁ, ସ୍ୱୟଂ ଜଗତର ନାଥ ଜଗନ୍ନାଥଙ୍କୁ ମଧ୍ୟ ଅପମାନିତ କରୁଛନ୍ତି। ଆପଣ ବିଜ୍ଞ। ଏହି ଅଜ୍ଞତା ଆପଣଙ୍କ ନିକଟରେ ଶୋଭା ପାଏ ନା ଛାମୁ। ରସନ ସଂଯତ କର ପ୍ରକଳ୍ପ ଦୂତ। ସିଂହାସନ ରାଜାର ଥାଏ, ଚଣ୍ଡାଳର ନୁହେଁ। ଦୂତର ଶୃଙ୍ଖଳିତ ଅନୁଶାସନ ରସନା ସଂଯତ କରିବାକୁ ମୋତେ ବାଧ୍ୟ କରିଛି ମହାରାଜ। ନଚେତ ଆପଣଙ୍କର ଏ ମନ୍ତବ୍ୟର ଉତ୍ତର ଦେବାରେ ଏ ଦାସ କାର୍ପଣ୍ୟ କରନ୍ତା ନାହିଁ। ତୁମର ଔଦ୍ଧତ୍ୟତା ସୀମା ଲଙ୍ଘନ କରୁଛି ଦୂତ। ମୁଁ ତୁମକୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିବି। ମହାରାଜ, ଯୁଗେ ଯୁଗେ ଦୂତ ଅବଧ୍ୟ, ଏହି ପରମ୍ପରାର ବ୍ୟତିକ୍ରମ ହେବା ଅନୁଚିତ। ଛାମୁ, ଆପଣଙ୍କର ଏହି କଠୋର ନିଷ୍ପତ୍ତିର ପୁନର୍ବିଚାର କରନ୍ତୁ। ରାଜଜେମାଙ୍କର ଜୀବନର ପ୍ରଶ୍ନ ଏଥିରେ ଜଡ଼ିତ। ନା ନା ସେନାପତି, କନ୍ୟା ସ୍ନେହରେ କାଞ୍ଚି ରାଜା ତାର ପ୍ରତିଷ୍ଠା ଆଉ ଆତ୍ମସମ୍ମାନକୁ ବଳି ଦେଇ ପାରିବ ନାହିଁ। ଆପଣଙ୍କର ଏ ନିଷ୍ଠୁର ନିଷ୍ପତ୍ତି କେବଳ ସଂକୀର୍ଣ୍ଣତାର ପରିଚାୟକ। ଏହି ଅକ୍ଷମଣୀୟ ଭୁଲ ପାଇଁ ଆପଣଙ୍କୁ ଦିନେ ନା ଦିନେ ଅନୁତାପ କରିବାକୁ ପଡ଼ିବ ମହାରାଜ। ଅନୁତାପ? ମୋତେ ଅନୁତାପ କରିବାକୁ ପଡ଼ିବ? ଦନ୍ତରେ ତୀରଣ ଧରି ଚଣ୍ଡାଳ ରାଜାର ପାଦ ସ୍ପର୍ଶ କରି ଜୀବନ ଭିକ୍ଷା କରିବ କାଞ୍ଚି ନରେଶ? ନା, ଆକାଶର ସୂର୍ଯ୍ୟ ଚନ୍ଦ୍ର କକ୍ଷଚ୍ୟୁତ ହୋଇପାରନ୍ତି, ପୃଥିବୀ ତାର ଘୂର୍ଣ୍ଣନ ଗତି ପରିବର୍ତ୍ତନ କରିପାରେ, କିନ୍ତୁ କାଞ୍ଚି ରାଜା ସାଲ୍ୱ ନରସିଂହ ତାର କନ୍ୟାକୁ ଗୋଟିଏ ଚଣ୍ଡାଳ ହସ୍ତରେ କେବେ ହେଲେ ଅର୍ପଣ କରିବ ନାହିଁ। ଦୂତଠାରୁ ଏ ସମ୍ବାଦ ଶୁଣି ମୁଁ ବଡ଼ ମର୍ମାହତ ହୋଇଛି ମହାରାଜ। କାଞ୍ଚି ରାଜାଙ୍କର ଏହା ଏକ ଅନୁଚିତ କାର୍ଯ୍ୟ। ଏ ଅନ୍ୟାୟ କାର୍ଯ୍ୟ ଦ୍ୱାରା ଦୁଇ ରାଜ୍ୟ ଭିତରେ ଶାନ୍ତି ମୈତ୍ରୀ ପ୍ରଗତିର ଧାରା ବ୍ୟାହତ ହୋଇପାରେ। ଏଥିରେ ଭବିଷ୍ୟତର ସମ୍ପର୍କ ତୁଟି ଯିବାର ସମ୍ଭାବନା ଅଧିକ। ସେ ସମ୍ପର୍କ ତ ତୁଟିଗଲା ମହାମନ୍ତ୍ରୀ, ଆଉ ସମ୍ଭାବନା କ'ଣ? କିନ୍ତୁ ଏ ସମ୍ପର୍କ ସ୍ଥାପନ କରିବାକୁ ମୁଁ ତ ପ୍ରସ୍ତାବ ଦେଇନଥିଲି। ରାଜକନ୍ୟା ପଦ୍ମାବତୀଙ୍କ ପାଣି ଗ୍ରହଣ କରିବାକୁ ମୁଁ ତ କାଞ୍ଚି ନରେଶଙ୍କ ନିକଟରେ ଭିକ୍ଷା ପାତ୍ର ଧରି ପ୍ରାର୍ଥନା କରିନଥିଲି। ନା ଛାମୁ, ଅଯାଚିତ ଭାବରେ ସେ ପ୍ରସ୍ତାବ ଉପସ୍ଥାପିତ କରିଥିଲେ, ବଚନବଦ୍ଧ ହୋଇଥିଲେ ପ୍ରଭୁ ଜଗନ୍ନାଥଙ୍କ ସମ୍ମୁଖରେ। ତେବେ କାହିଁକି ସେ ବଚନ ଭଙ୍ଗ କଲେ? କାହିଁକି ସେ ପୁରୁଷୋତ୍ତମକୁ ସର୍ବଜନ ସମକ୍ଷରେ ହୀନ ବୀର୍ଯ୍ୟ ଦୁର୍ବଳ ବ୍ୟକ୍ତିତ୍ୱ ଭାବରେ ଚିତ୍ରିତ କରେ? କାହିଁକି ସେ ଏକ ଘୃଣିତ ହୀନ ଚଣ୍ଡାଳ କହି ମୋତେ ଅପମାନିତ କଲେ? ସେ ଅଧିକାର ତାଙ୍କୁ ଦେଲା କିଏ? ସେଇ ଅଧିକାର ତାଙ୍କୁ ଆଣିଦେଇଛି ମିଥ୍ୟା ଅହଙ୍କାର ଆଉ ଅପରିଣାମଦର୍ଶୀ ଅଜ୍ଞତା। ସେଇଥିପାଇଁ ଲକ୍ଷେ ରାଜାର ମୌଡ଼ମଣିକୁ ସେ ଚଣ୍ଡାଳ ବୋଲି କହି ଅଭିହିତ କରିଛନ୍ତି। ଆମର ଆସ୍ପର୍ଦ୍ଧା ସୀମା ଲଙ୍ଘନ କରିଛି କାଞ୍ଚିରାଜ, ଆଉ ତାର ସମୁଚିତ ପ୍ରତିଫଳ ଭୋଗ କରିବାକୁ ପ୍ରସ୍ତୁତ ହେଇଯାଅ। ହସ୍ତି କଦଳୀ ବଣକୁ ମନ୍ଥିରା ପରି ମୁଁ ତୁମର ରାଜ୍ୟକୁ ଧୂଳିସାତ କରିଦେବି ସାଲ୍ୱ ନରସିଂହ। ଛାମୁ, ଆପଣ ରାଜା, ପ୍ରଜାମାନଙ୍କର ଭାଗ୍ୟ ବିଧାତା। ଆପଣ ଅଶାନ୍ତ ହେଲେ ସେମାନେ ଅନାଥ ହୋଇଯିବେ।
କ୍ରୋଧ ସମ୍ବରଣ କରନ୍ତୁ। ଧୈର୍ଯ୍ୟ ଧରନ୍ତୁ ମଣିମା, ଠାକୁର ସବୁ ଠିକ୍ କରିଦେବେ। अरे सते तो मु जे जणे राजा मु क्रोधित हेबि नाही, अशांत हेबि नाही, अधैर्य हेबि नाही। जणे मते अपमानित करिब, हीन चंडाल बोली कही तिरस्कार करिब, आउ मु ठाकुरर द्वाही देई स्थाणु पंगु परि निचेष्ट होई बसी रहिबि। वाह सुंदर चमत्कार उपदेश। न सेनापति, प्रजा मानक परी राजार मध्य गोटे मन अच्छी, से राजा हेले भी मनीष। महाराज जे ठाकुरर सेवा कार्य पाई ठाकुर राजा जे लांछित अपमानित, से तो केवल राजार अपमान नुहे, स्वयं जगतर नाथ जगन्नाथ अपमान। तेणु ताहि उपरे भरोसा रखी धैर्य धरी अपेक्षा करने को अनुरोध करुछि छामु। ठाकुर ठाकुर कही मु मोर शक्ति सामर्थ्य पुरुषाकारर अमर्यादा करि परिबे नै महामंत्री। मु सिद्धांत करि सारिछि, कांची राज्य विरुद्ध रे मु युद्ध करिबि। सेनापति सैन्य बाहिनी को मोर आदेश जणाई दियंतु। काली काली प्रभातरु मु युद्ध यात्रा करिबि। किंतु प्रभु जगन्नाथଙ୍କ आज्ञामाଳ शुभ निर्घंट ए तो युद्धर पूर्ववर्ती परंपरा महामंत्री महोदय। अथच महाराज कौन ए सबू भूली गले? अनुगत सेवक मानक आदेश पालिबा ही धर्म सेनापति महाशय। आपण जानतु, आदेश पालन करंतु। आउ मु जाउछि से जगतर नाथ जगन्नाथंकर चरणार बिंदरे प्रार्थना करिबि, प्रभु जगदीश महाराजंकु सद्बुद्धि प्रदान करंतु। अपमान तीव्र कषाघात जर्जरित होई गजपति पुरुषोत्तम केबे हेले नीरवरे बसी असुविसर्जन करिवे नाही मणिमा। पुरुषोत्तमर ए दुर्गति पाई मु बेसी विचलित होई पड़ुछि। मुकं करोति वाचालं पंगु लंघयति गिरि, तो कृपारु सबु संभव जगन्नाथ। पुरुषोत्तमर कोशमुक्त शाणित तरबारी तार वीरत्वर प्रमाण दे पारिला नाही तो? ना पिता, ये ध्वंस लीला को अविलंबे बंद करंतु।